ଶୁଭ ସକାଳ ପିଲାମାନେ। କେବେ ଅନୁଭବ କରିଛ କି ବେଳେ ବେଳେ ଖରା ନଥିଲେ ମଧ୍ୟ ଆମକୁ ଅଧିକା ଗୁଳୁଗୁଳି ହୁଏ। ଆମ ଶରୀରରୁ ଶୀଘ୍ର ଝାଳ ଶୁଖେ ନାହିଁ। ସେଥିପାଇଁ ଆମକୁ ଗରମ ଲାଗେ, ଅଣନିଶ୍ୱାସୀ ହେଲା ପରି ଲାଗେ, ଚିଡ଼ିଚିଡ଼ା ଅନୁଭବ ହୁଏ। ଆଉ ବେଳେ ବେଳେ ଶୀତ ଦିନ ସକାଳେ ଘାସ ଉପରେ ପଡ଼ିଥିବା ବିନ୍ଦୁ ବିନ୍ଦୁ ହୋଇ ପାଣି ଟୋପା ସବୁ ଦେଖିଥିବ। ଚାରିଆଡ଼େ ଓଦାଳିଆ ଓଦାଳିଆ ପରି ଲାଗେ। ଜାଣିଛ ଜାଣିଛ ଏପରି କାହିଁକି ହୁଏ? ଜାଣିଛ ନା? ଏପରି ହେବା ପଛର କାରଣ ହେଉଛି ଆର୍ଦ୍ରତା। ତାହେଲେ ଆଜି ଆସ ସହଜ ଭାଷାରେ ବୁଝିବା ଏହା ପ୍ରକୃତରେ କ'ଣ? ଦୈନନ୍ଦିନ ଜୀବନରେ ଆର୍ଦ୍ରତା। ପିଲାମାନେ, ତୁମେମାନେ ଦେଖିପାରୁଥିବ ତୁମ ଆଗରେ ଦୁଇଟି ପରିସ୍ଥିତିର ଚିତ୍ର ରହିଛି। ତୁମେ ଦୈନନ୍ଦିନ ଜୀବନରେ ତୁମ ପାଖରେ ଏଇଭଳି କେତେଗୁଡ଼ିଏ ପରିସ୍ଥିତି ଦେଖିଛ ନା? ଟିକେ ମନେ ପକେଇ କୁହ ତ। ଆଚ୍ଛା, ଠିକ୍ ଅଛି। ତାହେଲେ ଆସ ଏଇ ଦୁଇଟି ପରିସ୍ଥିତି ସମ୍ପର୍କରେ ଟିକିଏ ବୁଝିନେବା। ପ୍ରଥମ ପରିସ୍ଥିତିରେ ଖରା ନାହିଁ, ଲୋକଟି ବସି ମୁହଁରୁ ଝାଳ ପୋଛୁଛନ୍ତି। ଆଉ ଦ୍ୱିତୀୟ ପରିସ୍ଥିତିରେ ଘାସ ଉପରେ କାକର ସବୁ ପଡ଼ିଛି। ପ୍ରଥମ ପରିସ୍ଥିତି ପାଇଁ ପ୍ରଶ୍ନ ରହିଛି, ଖରାଦିନେ ଖରା ନଥିଲେ ମଧ୍ୟ ଆମକୁ ବହୁତ ଗୁଳିଗୁଳି କାହିଁକି ହୁଏ? ଆଉ ଦ୍ୱିତୀୟ ପରିସ୍ଥିତି ପାଇଁ ପ୍ରଶ୍ନ ରହିଛି, ଶୀତ ଦିନ ସକାଳେ ଘାସ ଉପରେ ପଡ଼ିଥିବା ପାଣି ଟୋପା କୁଆଡ଼ୁ ଆସେ? ତୁମେମାନେ ଏ ଦୁଇଟି ପ୍ରଶ୍ନର ଉତ୍ତର କହିପାରିବ? ଠିକ୍ ଅଛି। ତାହେଲେ ଆମ ଦୈନନ୍ଦିନ ଜୀବନରେ ଏହି ସବୁ ପରିସ୍ଥିତିର ପ୍ରଧାନ କାରଣ ହେଉଛି ଆର୍ଦ୍ରତା। ଏବେ ଆସ ଆର୍ଦ୍ରତାକୁ ବୁଝିବା। ଆର୍ଦ୍ରତା କହିଲେ କ'ଣ ବୁଝ? ଆମ ଚାରିପାଖରେ ଥିବା ବାୟୁରେ ଅଦୃଶ୍ୟ ଭାବରେ କିଛି ପରିମାଣର ଜଳୀୟ ବାଷ୍ପ ବା ୱାଟର ଭେପର ରହିଥାଏ। ବାୟୁରେ ଏହି ଜଳୀୟ ବାଷ୍ପର ଉପସ୍ଥିତି ଯୋଗୁଁ ଆମକୁ ଓଦାଳିଆପଣ ବା ଆର୍ଦ୍ରତା ଅନୁଭବ ହୁଏ। ତେଣୁ ବାୟୁରେ ଥିବା ଜଳୀୟ ବାଷ୍ପର ପରିମାଣକୁ ହିଁ ଆର୍ଦ୍ରତା ବୋଲି କୁହାଯାଏ। ଏହା ପାଣିପାଗ ଓ ଜଳବାୟୁର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଅଟେ। ବାୟୁମଣ୍ଡଳର ଅଦୃଶ୍ୟ ଜଳୀୟ ବାଷ୍ପ ହେଉଛି ଆର୍ଦ୍ରତା। ବାୟୁମଣ୍ଡଳରେ ଥିବା ଜଳୀୟ ବାଷ୍ପ ଆମକୁ ଦେଖାଯାଏ ନାହିଁ। କେବଳ ବାୟୁରେ ଜଳୀୟ ବାଷ୍ପର ଉପସ୍ଥିତିକୁ ଅନୁଭବ କରି ଜାଣିପାରିବା। ବାୟୁମଣ୍ଡଳରେ ଥିବା ଜଳୀୟ ବାଷ୍ପର ପରିମାଣକୁ ଆର୍ଦ୍ରତା କୁହାଯାଏ। ସବୁବେଳେ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ରହିଥାଏ। ଏହାର ମାତ୍ରା କମ୍ କିମ୍ବା ବେଶୀ ଯୋଗୁଁ ଆମକୁ ଥଣ୍ଡା କିମ୍ବା ଗରମ ଲାଗିଥାଏ। ଆର୍ଦ୍ରତା କିପରି ସୃଷ୍ଟି ହୁଏ? ସୂର୍ଯ୍ୟଙ୍କ କିରଣ ଯୋଗୁଁ ଆର୍ଦ୍ରତା ବାଷ୍ପୀଭବନ ଆକାରରେ ସୃଷ୍ଟି ହୁଏ। ସୂର୍ଯ୍ୟଙ୍କ କିରଣ ଯୋଗୁଁ ପୃଥିବୀର ବିଭିନ୍ନ ଉତ୍ସ ଯଥା ସମୁଦ୍ର, ନଦୀ, ହ୍ରଦ ଏବଂ ପୋଖରୀ ଆଦିର ଜଳ ଗରମ ହୋଇ ତରଳ ଅବସ୍ଥାରୁ ଗ୍ୟାସୀୟ ଅବସ୍ଥା ବା ଜଳୀୟ ବାଷ୍ପ ଆକାରରେ ବାୟୁମଣ୍ଡଳରେ ମିଶିଯାଏ। ଏହାଛଡ଼ା ଆର୍ଦ୍ରତା ସୃଷ୍ଟି ହେବାର ଅନ୍ୟ ଏକ କାରଣ ହେଉଛି ଉତ୍ସେଦନ ପ୍ରକ୍ରିୟା। ଉଦ୍ଭିଦମାନେ ମଧ୍ୟ ନିଜ ପତ୍ର ଦ୍ୱାରା ମାଟି ତଳେ ଥିବା ଜଳକୁ ଜଳୀୟ ବାଷ୍ପ ଆକାରରେ ବାୟୁମଣ୍ଡଳକୁ ଛାଡ଼ିଥାନ୍ତି। ଏହି ଜଳୀୟ ବାଷ୍ପ ସବୁ ବାୟୁମଣ୍ଡଳରେ ମିଶି ଆର୍ଦ୍ରତା ବୃଦ୍ଧି କରିଥାନ୍ତି। ଆର୍ଦ୍ରତାକୁ ପ୍ରଭାବିତ କରୁଥିବା କାରକ। କୌଣସି ସ୍ଥାନର ଆର୍ଦ୍ରତାର ପରିମାଣ ସେ ସ୍ଥାନର ତାପମାତ୍ରା, ପବନ, ବାୟୁଚାପ ଏବଂ ସ୍ଥାନ ବା ଭୌଗୋଳିକ ଅବସ୍ଥିତି ଉପରେ ନିର୍ଭର କରିଥାଏ। ଏବେ ଆମେ ଜାଣିବା
ତାପମାତ୍ରା କିଭଳି ଆର୍ଦ୍ରତାକୁ ପ୍ରଭାବିତ କରିଥାଏ। ତାପମାତ୍ରା ଆର୍ଦ୍ରତାର ଏକ ମୁଖ୍ୟ କାରକ। ତାପମାତ୍ରା ବଢ଼ିଲେ ବାଷ୍ପୀଭବନ ଶୀଘ୍ର ହୁଏ, ଫଳରେ ବାୟୁରେ ଜଳୀୟ ବାଷ୍ପ ଧାରଣ କରିବାର କ୍ଷମତା ବୃଦ୍ଧି ପାଏ, ତେଣୁ ଆର୍ଦ୍ରତା ବଢ଼ିଯାଏ। ତାପମାତ୍ରା କମିଲେ ବାୟୁର ଜଳୀୟ ବାଷ୍ପ ଧାରଣ କରିବା କ୍ଷମତା କମିଯାଏ, ଫଳରେ ଆର୍ଦ୍ରତା ମଧ୍ୟ କମିଯାଏ। ତେଣୁ ତାପମାତ୍ରାର ପରିବର୍ତ୍ତନ ଆର୍ଦ୍ରତାକୁ ସିଧାସଳଖ ଭାବରେ ପ୍ରଭାବିତ କରିଥାଏ। ଏବେ ଆମେ ଜାଣିବା ଦ୍ୱିତୀୟ କାରକ ହେଉଛି ପବନ। ପବନ ମଧ୍ୟ ଆର୍ଦ୍ରତାର ଏକ ମୁଖ୍ୟ କାରକ। ବାୟୁରେ ଥିବା ଜଳୀୟ ବାଷ୍ପକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୋହି ନେବାରେ ପବନ ସାହାଯ୍ୟ କରିଥାଏ। ଜଳାଶୟ ନିକଟବର୍ତ୍ତୀ ସ୍ଥାନଗୁଡ଼ିକର ଆର୍ଦ୍ରତା ସବୁବେଳେ ଅଧିକ ଥାଏ। ସମୁଦ୍ର ଠାରୁ ଦୂରରେ ଥିବା ଶୁଷ୍କ ଭୂଭାଗର ଆର୍ଦ୍ରତା କମ୍ ଥାଏ। ପବନର ଦିଗ ଓ ବେଗ ଆର୍ଦ୍ରତାକୁ ପ୍ରଭାବିତ କରିଥାଏ। ଏହାପରେ ଆସିବା ପରବର୍ତ୍ତୀ କାରକ ବାୟୁଚାପ। ପିଲାମାନେ এই ଚିତ୍ରକୁ ଦେଖ। এই ଚିତ୍ରରେ ବାୟୁଚାପ ଦ୍ୱାରା କେମିତି ବାୟୁ ଉପରକୁ ଉଠୁଛି ଏବଂ ବାୟୁଚାପ ବଢିଗଲେ କେମିତି ବାୟୁ ତଳକୁ ଆସୁଛି। ବାୟୁଚାପ ମଧ୍ୟ ଆର୍ଦ୍ରତାର ଅନ୍ୟ ଏକ କାରକ। ବାୟୁଚାପ କମ୍ ହେଲେ ବାୟୁ ଉପରକୁ ଉଠେ, ଫଳରେ ବାୟୁମଣ୍ଡଳର ଜଳୀୟ ବାଷ୍ପ ପରିମାଣ ବୃଦ୍ଧି ପାଇ ଆର୍ଦ୍ରତା ବୃଦ୍ଧି ପାଇଥାଏ। ବାୟୁଚାପ ଅଧିକା ହେଲେ ବାୟୁ ତଳକୁ ଖସି ଆସେ, ଫଳରେ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ କମିଯାଇ ଆର୍ଦ୍ରତା ମଧ୍ୟ କମିଯାଏ। ବାୟୁଚାପ ପରିବର୍ତ୍ତନ ଆର୍ଦ୍ରତାକୁ ମଧ୍ୟ ପ୍ରଭାବିତ କରିଥାଏ। ଏବେ ଆମେ ଜାଣିବା ପରବର୍ତ୍ତୀ କାରକ ସ୍ଥାନ ସମ୍ପର୍କରେ, ଯାହାକୁ ଆମେ କହୁଛେ ଭୌଗୋଳିକ ଅବସ୍ଥିତି। ପିଲାମାନେ ତମ ସାମ୍ନାରେ ଏକ ଚିତ୍ର ଦିଆଯାଇଛି, ଯେଉଁଠିକି ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ସମୁଦ୍ର ଠାରୁ ଦୂରବର୍ତ୍ତୀ ଅଞ୍ଚଳରେ ବାୟୁ ପ୍ରବାହ କିପରି ହେଉଛି। ସ୍ଥାନ ସହ ଆର୍ଦ୍ରତାକୁ ପ୍ରଭାବିତ କରିଥାଏ। ଜଳାଶୟ ନିକଟବର୍ତ୍ତୀ ସ୍ଥାନର ଆର୍ଦ୍ରତା ସର୍ବଦା ଅଧିକ ରହିଥାଏ। ଜଳାଶୟ ଠାରୁ ଦୂରବର୍ତ୍ତୀ ସ୍ଥାନର ଆର୍ଦ୍ରତା ଅପେକ୍ଷାକୃତ କମ୍ ରହିଥାଏ। ସ୍ଥାନର ଭୌଗୋଳିକ ଅବସ୍ଥିତି ଆର୍ଦ୍ରତାକୁ ପ୍ରଭାବିତ କରିଥାଏ। ଏବେ ଆସ ଯିବା ଆର୍ଦ୍ରତା ବାଷ୍ପୀଭବନ ଦ୍ୱାରା କିପରି ଆମ ବାୟୁମଣ୍ଡଳରେ ଅଧିକ ହେଇଥାଏ। ଦିନ ବେଳା ସୂର୍ଯ୍ୟଙ୍କ ଉତ୍ତାପ ଯୋଗୁଁ ବିଭିନ୍ନ ଜଳାଶୟ ଜଳ ବାଷ୍ପୀଭୂତ ହେଲେ ଶୀତଳତା ପ୍ରଦାନ କରେ, ଯାହା ତମେ ଏହି ଚିତ୍ରରୁ ଦେଖିପାରୁଛ। ଦିନ ବେଳା ସୂର୍ଯ୍ୟ କିରଣ ଦ୍ୱାରା ଜଳ ବାଷ୍ପୀଭୂତ ହେଉଛି ଏବଂ ଜଳ ବାଷ୍ପୀଭୂତ ହେଇକିରି ତାହା ସ୍ଥଳଭାଗ ଆଡ଼ିକି ପ୍ରବାହିତ ହେଉଛି ଏବଂ ପରେ ତାହା ଚାରିଆଡ଼େ ଶୀତଳତା ପ୍ରଦାନ କରୁଛି। ବାଷ୍ପୀଭବନ ପ୍ରକ୍ରିୟା ଆମ ପରିବେଶ ଏବଂ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ। ବର୍ଷା ଦିନେ ଓଦା ଲୁଗା ଶୁଖିବାକୁ ଅଧିକ ସମୟ ଲାଗେ କାହିଁକି? ବାୟୁରେ ଅଧିକ ପରିମାଣର ଜଳୀୟ ବାଷ୍ପ ଥିଲେ ବାଷ୍ପୀଭବନର ହାର ମନ୍ଥର ହୋଇଥାଏ। ପିଲାମାନେ ତୁମମାନେ ଏହି ଚିତ୍ର ଦେଖୁଛ, ଏକ ବର୍ଷା ଦିନରେ କେମିତି ଓଦା ଲୁଗା ଶୁଖିଛି, କିନ୍ତୁ ଜଳୀୟ ବାଷ୍ପର ହାର ଅଧିକ ଥିବାରୁ ତାହା ଜଲ୍ଦି ଶୁଖୁନାହିଁ। ଏହି ଅବସ୍ଥା ମୁଖ୍ୟତଃ ବର୍ଷା ଦିନେ ଦେଖାଯାଏ, ତେଣୁ ବର୍ଷା ଦିନେ ଓଦା ଲୁଗା ଶୁଖିବାକୁ ଡେରି ହୁଏ। ଏବେ ଆମେ ଜାଣିବା ଆର୍ଦ୍ରତାର ପ୍ରକାର ଭେଦ ସମ୍ପର୍କରେ। ବୈଜ୍ଞାନିକ ଦୃଷ୍ଟିକୋଣରୁ ବାୟୁରେ ଥିବା ଜଳୀୟ ବାଷ୍ପର ପରିମାଣକୁ ନେଇ ଆର୍ଦ୍ରତାକୁ
ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଉଛି ପରମ ଆର୍ଦ୍ରତା, ଦ୍ୱିତୀୟଟି ହେଉଛି ଆପେକ୍ଷିକ ଆର୍ଦ୍ରତା ଏବଂ ତୃତୀୟ ଆର୍ଦ୍ରତାଟି ହେଉଛି ନିର୍ଦ୍ଦିଷ୍ଟ ଆର୍ଦ୍ରତା। ଏବେ ଆମେ ଜାଣିବା ପରମ ଆର୍ଦ୍ରତା କଣ। ଏକ ନିର୍ଦ୍ଦିଷ୍ଟ ଆୟତନର ବାୟୁରେ ପ୍ରକୃତରେ କେତେ ପରିମାଣର ଜଳୀୟ ବାଷ୍ପ ଅଛି ତାହାକୁ ପରମ ଆର୍ଦ୍ରତା କୁହାଯାଏ। ଏହାକୁ ଗ୍ରାମ ପ୍ରତି ଘନମିଟର ଏକକରେ ପ୍ରକାଶ କରାଯାଏ। ବାୟୁର ଆୟତନ ବଦଳିଲେ ପରମ ଆର୍ଦ୍ରତା ବଦଳିଥାଏ। ପାଣିପାଗ ବିଜ୍ଞାନରେ ଏହା ବାୟୁରେ ଥିବା ଜଳୀୟ ବାଷ୍ପର ମାତ୍ରା ଜାଣିବାରେ ସାହାଯ୍ୟ କରେ। ତାପରେ ଆସିବା ଆପେକ୍ଷିକ ଆର୍ଦ୍ରତା। ଏଠି ପିଲାମାନେ ଦେଖ ଗୋଟିଏ 60% ଆର୍ଦ୍ରତାର ଚିତ୍ର ଆଉ ଗୋଟିଏ 100% ଆର୍ଦ୍ରତାର ଚିତ୍ର। ଏଥିରୁ ତୁମେ ମାନେ କଣ ବୁଝିପାରୁଛ? ତାହେଲେ ଆସ ତାକୁ ବୁଝିବା ପାଇଁ ହେଲେ ତୁମକୁ ଆପେକ୍ଷିକ ଆର୍ଦ୍ରତା ବିଷୟରେ ଜାଣିବାକୁ ପଡିବ। ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ବାୟୁ ଧାରଣ କରିପାରୁଥିବା ସର୍ବାଧିକ ଜଳୀୟ ବାଷ୍ପ ଓ ବର୍ତ୍ତମାନ ବାୟୁରେ ଥିବା ଜଳୀୟ ବାଷ୍ପର ଅନୁପାତକୁ ଆପେକ୍ଷିକ ଆର୍ଦ୍ରତା କୁହାଯାଏ। ଏହାକୁ ଶତକଡା ହାରରେ ପ୍ରକାଶ କରାଯାଏ। ଯେତେବେଳେ ବାୟୁରେ 100% ଜଳୀୟ ବାଷ୍ପ ଥାଏ ସେତେବେଳେ ବାୟୁ ଆଉ ଅଧିକ ଜଳୀୟ ବାଷ୍ପ ଗ୍ରହଣ କରିପାରେ ନାହିଁ, ଫଳରେ ବର୍ଷା ହେବାର ସମ୍ଭାବନା ସୃଷ୍ଟି ହୁଏ। ବାୟୁର ତାପମାତ୍ରା ବଦଳିଲେ ଆପେକ୍ଷିକ ଆର୍ଦ୍ରତା ବଦଳିଥାଏ। ବର୍ତ୍ତମାନ ଜାଣିବା ପରିପୃକ୍ତ ବାୟୁ ଆଉ ଆପେକ୍ଷିକ ଆର୍ଦ୍ରତା ମଧ୍ୟରେ ସମ୍ପର୍କ। ପିଲାମାନେ ଦେଖ ଗୋଟେ ବୋତଲ ଭିତରେ କେମିତି ବାୟୁ ଗୁଡାକ ଭର୍ତ୍ତି ହେଇଛି। ଏଇ ଚିତ୍ରରୁ ତୁମେ କଣ ବୁଝୁଛ? ଯେତେବେଳେ ବାୟୁରେ 100% ଜଳୀୟ ବାଷ୍ପର ପରିପୂର୍ଣ୍ଣ ଥାଏ ତାହାକୁ ପରିପୃକ୍ତ ବାୟୁ ବୋଲି କୁହାଯାଏ। ବାୟୁରେ ଜଳୀୟ ବାଷ୍ପର ପରିମାଣକୁ ଶତକଡା ହିସାବରେ ପ୍ରକାଶ କରାଯାଇଥାଏ। ଅର୍ଥାତ୍ ବାୟୁର ଆପେକ୍ଷିକ ଆର୍ଦ୍ରତା 100% ହେଲେ ତାହାକୁ ପରିପୃକ୍ତ ବାୟୁ ବୋଲି ବୁଝାଯାଇଥାଏ। ଏବେ ଜାଣିବା ଆପେକ୍ଷିକ ଆର୍ଦ୍ରତାର ସାଧାରଣ ସୂଚକ ଗୁଡିକ କଣ କଣ ସେ ସମ୍ପର୍କରେ ଆମେ ଆଲୋଚନା କରିବା। ଦେଖ ପିଲାମାନେ, ପ୍ରଥମ ଗୋଟେ ଚିତ୍ର ଆସୁଛି। ଏହି ଚିତ୍ରରେ ଦେଖ ତଳେ ମଧ୍ୟ ଲେଖାଯାଇଛି ଯେ ସମ୍ପୂର୍ଣ୍ଣ ଶୁଷ୍କ ପାଗ, ଅର୍ଥାତ୍ ବାୟୁରେ ଆଦୌ ଜଳୀୟ ବାଷ୍ପ ନଥିଲେ ଏହାକୁ 0% ଆର୍ଦ୍ରତା ଅଛି ବୋଲି ପ୍ରକାଶ କରାଯାଇଥାଏ। ତାପରେ ଆସିବା ଦ୍ୱିତୀୟ ଚିତ୍ର। ଦେଖ ଏହି ଚିତ୍ରରେ ତଳେ ଲେଖାଯାଇଛି ଶୁଷ୍କ ପାଗ। ଶୁଷ୍କ ପାଗ କହିଲେ କଣ ନା ବାୟୁର ଆପେକ୍ଷିକ ଆର୍ଦ୍ରତା 20%ରୁ 40% ରହିଲେ ବାୟୁ ଶୁଷ୍କ ପାଗ ବୋଲି ବୁଝାଯାଇଥାଏ। ତାପରେ ଆସିବା এই ଦେଖ ତୃତୀୟ ଚିତ୍ର। ଦେଖ ନୀଳ କଲରର ରଙ୍ଗ ଗୁଡିକ କେମିତି ଧୀରେ ଧୀରେ ବଢିବାରେ ଲାଗିଛି। এই ତୃତୀୟ ଚିତ୍ର ହେଉଛି ଆର୍ଦ୍ର ପାଗ, ଅର୍ଥାତ୍ ବାୟୁରେ ଆପେକ୍ଷିକ ଆର୍ଦ୍ରତା 70%ରୁ 80% ଥିଲେ ଏହାକୁ ଆପେକ୍ଷିକ ଆର୍ଦ୍ରତା ଏହାକୁ ଆର୍ଦ୍ର ପାଗ ବୋଲି ବୁଝାଯାଏ। ଚତୁର୍ଥ ଚିତ୍ର ଦେଖ, ଏହା ହେଉଛି ସମ୍ପୂର୍ଣ୍ଣ ଆର୍ଦ୍ରତା, ଅର୍ଥାତ୍ ବାୟୁରେ 100% ଆପେକ୍ଷିକ ଆର୍ଦ୍ରତା ଥିଲେ ଯାହାକୁ ଆମେ ପରିପୃକ୍ତ ବାୟୁ ବୋଲି କହିଥାଉ। ବାୟୁ ପରିପୃକ୍ତ ହେଲେ ବର୍ଷା ହେବାର ସମ୍ଭାବନା। ତାପରେ ଆସିବା ନିର୍ଦ୍ଦିଷ୍ଟ ଆର୍ଦ୍ରତା ବା ସ୍ପେସିଫିକ ହ୍ୟୁମିଡିଟି। এই ଚିତ୍ରଟି ପିଲେ ଦେଖ ନିକିତିର ଚିତ୍ର। ଗୋଟେ ପଟେ 1 କେଜି ଓଜନର ବଟକରା ରହିଛି, ଆଉ ଗୋଟେ ପଟେ କିଛି ବୋତଲ ଭିତରେ ବାୟୁ ମଧ୍ୟ ମପା ଯାଉଛି। ଏକ ନିର୍ଦ୍ଦିଷ୍ଟ ଓଜନର ବାୟୁରେ, ଉଦାହରଣ ସ୍ୱରୂପ 1 କିଲୋଗ୍ରାମ ବାୟୁରେ କେତେ ଓଜନର ଜଳୀୟ ବାଷ୍ପ ଅଛି ତାହାକୁ ନିର୍ଦ୍ଦିଷ୍ଟ ଆର୍ଦ୍ରତା ବୋଲି କୁହାଯାଏ।
ନିର୍ଦ୍ଦିଷ୍ଟ ଆର୍ଦ୍ରତାକୁ ଗ୍ରାମ ପ୍ରତି କିଲୋଗ୍ରାମ ଏକକରେ ପ୍ରକାଶ କରାଯାଏ। ବାୟୁର ଚାପ ବା ତାପମାତ୍ରା ବଦଳିଲେ ଏହା ସହଜରେ ବଦଳି ନଥାଏ। ଟିକେ ଚିନ୍ତା କରି କୁହ ପିଲାମାନେ, ତମ ପାଇଁ ଦୁଇଟି ଚିତ୍ର ରହିଛି। ଗୋଟେ ଚିତ୍ର ହଉଛି ଗୋପାଳପୁର ବେଳାଭୂମିର ଚିତ୍ର, ଆଉ ଗୋଟେ ଚିତ୍ର ହଉଛି ନୂଆପଡା ପାହାଡିଆ ଅଞ୍ଚଳର ଚିତ୍ର। ଏଇ ଚିତ୍ର ଦୁଇଟିରୁ ତୁମେ ମାନେ କଣ ସବୁ ବୁଝିପାରୁଛ? ଏଠି ବୁଝିବା ପାଇଁ ଆମେ ଏକ ପରିସ୍ଥିତି ସହିତ ଯୋଡି ହେବା। ପିଲାମାନେ, ଏଇ ପରିସ୍ଥିତି ଫର୍ଦ୍ଦରେ ଦେଖ, ଗୋପାଳପୁରର ଆର୍ଦ୍ରତା ହେଉଛି 84% ଏବଂ ନୂଆପଡାର ଆର୍ଦ୍ରତା ହେଉଛି 52%। ତାହେଲେ ପିଲାମାନେ କହିପାରିବ କି କେଉଁଠାରେ ଓଦା ଲୁଗା ଶୀଘ୍ର ଶୁଖିବ? ତାହେଲେ ଉତ୍ତରଟି ହେଉଛି ନୂଆପଡା। କାହିଁକି ଓଦା ଲୁଗା ଶୀଘ୍ର ଶୁଖି ପାରିବ? କାରଣ ନୂଆପଡା ସମୁଦ୍ର ଠାରୁ ଦୂରରେ ଥିବାରୁ ଆର୍ଦ୍ରତା କମ ଯୋଗୁଁ ବାଷ୍ପୀଭବନ ଶୀଘ୍ର ହେବ, ଫଳରେ ଓଦା ଲୁଗା ଶୀଘ୍ର ଶୁଖି ପାରିବ। ଏବେ ଯିବା ପିଲାମାନେ, ଯଦି ଉଭୟ ସ୍ଥାନର ତାପମାତ୍ରା ସମାନ ଥାଏ ତେବେ କେଉଁଠି ଅଧିକ ଝାଳ ବାହାରିବ? ତାହେଲେ ଉତ୍ତରଟି ହେଉଛି ଗୋପାଳପୁର। ଗୋପାଳପୁରରେ କାହିଁକି ଅଧିକା ଝାଳ ଶୁଖି ପାରିବ ନାହିଁ? କାରଣ ଗୋପାଳପୁର ସମୁଦ୍ର ଉପକୂଳରେ ଥିବାରୁ ଏଠାରେ ଅଧିକ ଆର୍ଦ୍ରତା ଯୋଗୁଁ ଝାଳ ଶୁଖି ପାରିବ ନାହିଁ। ବର୍ତ୍ତମାନ ଯିବା ବିଭିନ୍ନ ସ୍ଥାନ ଅନୁସାରେ ଆର୍ଦ୍ରତାର କିପରି ପରିବର୍ତ୍ତନ ହେଉଛି ସେ ସମ୍ପର୍କରେ ଆଲୋଚନା କରିବା। ଏକ ନିର୍ଦ୍ଦିଷ୍ଟ ଦିନରେ ବିଭିନ୍ନ ସ୍ଥାନର ଆର୍ଦ୍ରତା ସମାନ ରହେ ନାହିଁ। ଏହା ମୁଖ୍ୟତଃ ସେ ସ୍ଥାନର ଭୌଗୋଳିକ ଅବସ୍ଥିତି, ସମୁଦ୍ର ପତନ ଠାରୁ ଦୂରତା ଏବଂ ସ୍ଥାନୀୟ ପାଣିପାଗ ଉପରେ ନିର୍ଭର କରେ। ଏବେ ପିଲାମାନେ ଦେଖ, ଗୋଟେ ଚିତ୍ର ତମ ସାମ୍ନାରେ ଅଛି, ପୁରୀ ବେଳାଭୂମିର ଚିତ୍ର। ସାଧାରଣତଃ ପୁରୀ, ଗୋପାଳପୁର, ଭୁବନେଶ୍ୱର, ମୁମ୍ବାଇ, ଚେନ୍ନାଇ ଆଦି ସ୍ଥାନ ଗୁଡ଼ିକରେ ବର୍ଷ ସାରା ଅଧିକ ଆର୍ଦ୍ରତା ଥିବାରୁ ଏଠାରେ ଅଧିକା ଆରାମଦାୟକ ପରିସ୍ଥିତି ସୃଷ୍ଟି ହୁଏ। ଆଉ ଗୋଟେ ଚିତ୍ର ଦେଖ, ଯୋଉ ଚିତ୍ରଟା କି ତୁମର ଆଭ୍ୟନ୍ତରୀଣ ଅଞ୍ଚଳ ରାଉରକେଲାର ଚିତ୍ର। ସାଧାରଣତଃ ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡା, ଦିଲ୍ଲୀ, ରାଜସ୍ଥାନ ଆଦି ସ୍ଥାନ ଗୁଡ଼ିକର ଆର୍ଦ୍ରତା କମ ରହିଥାଏ। ତାହେଲେ ଏଥିରୁ ଆମେ କଣ ବୁଝିଲେ? ଏଥିରୁ ଆମେ ବୁଝିଲେ ଯେ କୌଣସି ଏକ ସ୍ଥାନ ଜଳାଶୟର ଯେତିକି ନିକଟବର୍ତ୍ତୀ ହେବ, ବାୟୁରେ ଜଳୀୟ ବାଷ୍ପର ପରିମାଣ ସେତିକି ଅଧିକା ହେବ। ଏବେ ଆମେ ଯିବା ଏଇ ଆର୍ଦ୍ରତା ମାପ କରିବା ପାଇଁ କେଉଁ ଯନ୍ତ୍ରରେ ଆମେ ଆର୍ଦ୍ରତାକୁ ମାପ କରାଯାଏ ବୋଲି ବୁଝିବା। ଆମେ ଦୈନନ୍ଦିନ ଜୀବନରେ ପାଣିପାଗର ପୂର୍ବାନୁମାନ କରିବା ନିମନ୍ତେ ବାୟୁମଣ୍ଡଳର ଆର୍ଦ୍ରତା ବିଷୟରେ ଜାଣିବା ଜରୁରୀ ଅଟେ। ଏଠି ପିଲାମାନେ ଗୋଟେ ଚିତ୍ର ଅଛି ଏବଂ ସେ ଚିତ୍ରକୁ ଲେଖାଯାଇଛି ହାଇଗ୍ରୋମିଟର। ତାହେଲେ ଏ ହାଇଗ୍ରୋମିଟରଟି କଣ? ନା ଏହା ହେଉଛି ହାଇଗ୍ରୋମିଟରର ଚିତ୍ର। ଏହି ଯନ୍ତ୍ର ସାହାଯ୍ୟରେ ବାୟୁରେ ଥିବା ଆର୍ଦ୍ରତାର ସଠିକ ପରିମାଣ ଜାଣି ହୁଏ। ଆର୍ଦ୍ରତା ମାପିବାର ଗୁରୁତ୍ୱ। ପିଲାମାନେ, ଆମ ଚତୁଃପାର୍ଶ୍ୱରେ ଥିବା କେତେ ଗୁଡ଼ିଏ ସାମଗ୍ରୀର ସ୍ଥାୟିତ୍ୱ ନିମନ୍ତେ ଆର୍ଦ୍ରତା ମାପିବା ଆବଶ୍ୟକ ହୋଇଥାଏ। ଯେମିତି ଇଏ ହେଉଛି ଖାଦ୍ୟ ପ୍ରକ୍ରିୟାକରଣର ଚିତ୍ର। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଆର୍ଦ୍ରତା ମାପିବା ଜରୁରୀ ଅଟେ। କାରଣ ଖାଦ୍ୟ ପଦାର୍ଥ, ଔଷଧ ତିଆରି ଆଦି କିପରି ନଷ୍ଟ ନହେବ ସେ ପ୍ରକାର ବ୍ୟବସ୍ଥା ପାଇଁ ଆମକୁ ଆର୍ଦ୍ରତାର ଗୁଣବତ୍ତା ଜାଣିବା ବହୁତ ଜରୁରୀ। ତାପରେ ଆଉ ଗୋଟେ ଚିତ୍ର ଦେଖ, ଏ ଚିତ୍ରଟି ହେଉଛି ଗୋଟେ ସଂଗ୍ରହାଳୟର ଚିତ୍ର। ଏଠାରେ ଏକ ନିର୍ଦ୍ଦିଷ୍ଟ ଶୁଷ୍କ ପରିବେଶରେ
ପୁରାତନ ସାମଗ୍ରୀ ଗୁଡ଼ିକୁ କିପରି ସାଇତି ରଖିପାରିବା ପାଇଁ ଆର୍ଦ୍ରତା ମାପିବାର ଆବଶ୍ୟକତା ମଧ୍ୟ ଥାଏ। ଆମେ ଦୈନନ୍ଦିନ ଜୀବନରେ ଆର୍ଦ୍ରତାର ଭୂମିକା ଆମ ଦୈନନ୍ଦିନ ଜୀବନରେ ଆର୍ଦ୍ରତାର ଭୂମିକା ବାୟୁରେ ଆର୍ଦ୍ରତାର ସଠିକ ପରିମାଣ ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ଆମେ ପାଣିପାଗକୁ କେବଳ ଅନୁଭବ କରୁ, କିନ୍ତୁ ସେଥିରେ ଆର୍ଦ୍ରତା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହା ଆମର ଶାରୀରିକ ଆରାମ, ଲୁଗା ଶୁଖିବା ଭଳି ଦୈନନ୍ଦିନ ପ୍ରକ୍ରିୟା ଏବଂ ଶିଳ୍ପ ଭିତ୍ତିକ ସଂରକ୍ଷଣକୁ ସିଧାସଳଖ ଭାବରେ ପ୍ରଭାବିତ କରିଥାଏ। ଆର୍ଦ୍ରତା କେବଳ ଏକ ସଂଖ୍ୟା ନୁହେଁ, ଏହା ଆମ ପରିବେଶର ସ୍ପନ୍ଦନ। ଆସ ନିଜକୁ ପରଖିବା। ପିଲାମାନେ, ତୁମମାନଙ୍କ ପାଇଁ ଏହି ପାଠ ସମ୍ବନ୍ଧୀୟ କେତେ ଗୁଡ଼ିଏ ପ୍ରଶ୍ନ ରହିଛି। ଆସ ଏହି ପ୍ରଶ୍ନ ସବୁର ଉତ୍ତର ଖୋଜି ନିଜକୁ ପରଖି ନେବା। ଦେଖ ପିଲାମାନେ, ପ୍ରଥମ ପ୍ରଶ୍ନରେ ରହିଛି ଆର୍ଦ୍ରତା କହିଲେ କଣ ବୁଝ? ଏହାର ଉତ୍ତରକୁ ଆମେମାନେ ଆମ ପାଠ ଭିତରେ ଆଲୋଚନା କରି ସାରିଛେ। ପରବର୍ତ୍ତୀ ପ୍ରଶ୍ନ ରହିଛି ଆର୍ଦ୍ରତାକୁ ପ୍ରଭାବିତ କରୁଥିବା କାରକ ଗୁଡ଼ିକ କଣ କଣ? ସେ ସମ୍ପର୍କରେ ମଧ୍ୟ ଆମେ ପୂର୍ବରୁ ତା ବିଷୟରେ ଆଲୋଚନା କରି ସାରିଛେ। ତାପରେ ତାପମାତ୍ରା ବଢିଲେ ଆର୍ଦ୍ରତା ବଢିବ ନା କମିବ? ଟିକେ ପିଲାମାନେ ଭାବିକିରି କୁହ ତ। ପରବର୍ତ୍ତୀ ପ୍ରଶ୍ନ ହେଲା ପରିପୃକ୍ତ ବାୟୁ କାହାକୁ କୁହାଯାଏ? ଏ ସମ୍ପର୍କରେ ମଧ୍ୟ ଆମେ ପାଠ ଭିତରେ ଆଲୋଚନା କରି ସାରିଛେ। କେଉଁ ଯନ୍ତ୍ର ସାହାଯ୍ୟରେ ଆର୍ଦ୍ରତା ମାପ କରାଯାଏ? ପାଣିପାଗର ଏହି ଯାତ୍ରା ସର୍ବଦା ଅବ୍ୟାହତ ରହିବ। ପିଲାମାନେ, ଆଜିର ଏହି ଆଲୋଚନାରୁ ଆମେ କଣ ସବୁ ଜାଣିବାକୁ ପାଇଲେ? ଆସ ସେସବୁ ଉପରେ ଆଉ ଟିକେ ନଜର ପକେଇଦବା। ଆମେମାନେ ଆଜି ଆଲୋଚନାରୁ ଜାଣିବାକୁ ପାଇଲେ ଯେ ଆର୍ଦ୍ରତା କହିଲେ କଣ ବୁଝ? ଆର୍ଦ୍ରତା କିପରି ସୃଷ୍ଟି ହୁଏ? ଆର୍ଦ୍ରତାକୁ ପ୍ରଭାବିତ କରୁଥିବା କାରକ ଗୁଡ଼ିକ କଣ କଣ? ଆର୍ଦ୍ରତାର ପ୍ରକାରଭେଦ ସମ୍ପର୍କରେ ମଧ୍ୟ ଜାଣିବାକୁ ପାଇଲେ। ଆପେକ୍ଷିକ ଆର୍ଦ୍ରତା ଏବଂ ସମ୍ପୃକ୍ତ ବାୟୁ ସମ୍ପର୍କରେ ମଧ୍ୟ ଜାଣିବାକୁ ପାଇଲେ। ଆର୍ଦ୍ରତାର ସୂଚକ ସମ୍ପର୍କରେ ମଧ୍ୟ ଜାଣିବାକୁ ପାଇଲେ। ଆର୍ଦ୍ରତା ଅନୁସାରେ ବିଭିନ୍ନ ସ୍ଥାନର ପରିବର୍ତ୍ତନ ମଧ୍ୟ ଜାଣିବାକୁ ପାଇଲେ। ଆର୍ଦ୍ରତା ମାପକ ଯନ୍ତ୍ର ଓ ତାର ବ୍ୟବହାର ସମ୍ପର୍କରେ ମଧ୍ୟ ଜାଣିବାକୁ ପାଇଲେ। ଆଶା କରୁଛି ଏହି ପାଠଟି ନିଶ୍ଚିତ ଭାବରେ ତୁମେମାନେ ବୁଝିପାରିଥିବ। ପୁଣି ଥରେ ନୂଆ ଅଧ୍ୟାୟରେ ନୂଆ ବିଷୟ ନେଇ ଆଗାମୀ ଦିନରେ ପୁଣି ଥରେ ଆଲୋଚନାକୁ ଆସିବି। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।